ଶୀତ ଦିନେ ଗରମା ଗରମ ସୁପ୍ ପିଇବାର ମଜା ହିଁ କିଛି ଅଲଗା। ରେଷ୍ଟୁରାଣ୍ଟ ଭଳି ସୁପ୍ ଆପଣ ଘରେ ବି ବନେଇ ପାରିବେ ଅତି କମ୍ ସମୟରେ। ଆପଣମାନେ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବେ ଆଉ ଲାଇକ୍ ଗୋଟେ ତ ନିଶ୍ଚୟ କରିବେ। ଆଉ ସୁପ୍ ବନେଇକି ଏମିତି ଘରେ ନିଶ୍ଚୟ ପିଇବେ। ଗରମା ଗରମ ଭେଜ୍ ସୁପ୍ ବହୁତ ବଢ଼ିଆ ଲାଗିବ। ଆପଣମାନେ ନିଶ୍ଚୟ ଘରେ ବନେଇବେ। ଚାଲନ୍ତୁ ବନେଇବା ଏବେ ଷ୍ଟାର୍ଟ କରିବା। ମୁଁ ଏଠି କଟା ହେଇଥିବା ପିଆଜ, ଅଦା, ରସୁଣ, କିଛି ଧନିଆ ପତ୍ର, ଗାଜର, ପିଆଜ ଷଣ୍ଢା ଆଉ କିଛି ମୂଳା ଆଉ କିଛି ବନ୍ଧାକୋବି ପତ୍ର ନେଇଯାଇଛି। ସବୁକୁ ଆମେ ଚୁନ ଚୁନ କରିକି କାଟିକି ନେଇଯିବା। ଏଠି ଆମେ ଗ୍ୟାସ୍ ଉପରେ ଗୋଟେ ପ୍ୟାନ୍ ବସେଇକି ଅଦା, ପିଆଜ, ଧନିଆ ପତ୍ର, କୋବି, ଗାଜର ସବୁକୁ ଆମେ ପରିବାକୁ ଭଲ ଭାବରେ ଭାଜିଦେବା। ଦେଖନ୍ତୁ ଏଭଳି ଭାଜିଦେବା। ଅଳ୍ପ ସିଝି ଆସିଥିବ। ଆପଣଙ୍କ ହିସାବରେ ପାଣି ଦେବେ। ମୁଁ ଏଠି 3-4 ଜଣଙ୍କ ପାଇଁ ସୁପ୍ ବନାଉଛି। ତାପରେ କିଛି ସୋୟା ସସ୍ ଦେଇଦେବା, ସ୍ୱାଦ ଅନୁସାରେ ଲୁଣ, ଚିଲି ଫିସ୍ ଗୋଟେ, ଟମାଟୋ ସସ୍ ଗୋଟେ ଦେଇକି ଆମେ ଭଲ ଭାବରେ ଗୋଳେଇଦେବା। ତାପରେ କିଛି ଗୋଲମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର ଗୋଟେ ଚାମଚ ଗୋଳେଇକି ତା ଦେହରେ ଆମେ ପକାଇଦେବା। ଦେଖନ୍ତୁ ସୁପ୍ର କଲର୍ କେତେ ସୁନ୍ଦର ଭାବରେ ପଳେଇ ଆସିଛି। କର୍ଣ୍ଣଫ୍ଲୋର ପକାଇଲା ପରେ ସୁପ୍ଟା ଆମର କେତେ ସୁନ୍ଦର ବହଳିଆ ହେଇଯାଇଛି। ମୁଁ ଏଠି ଖଟା ମିଠା ପାଇଁ ଗୋଟେ ଲେମ୍ବୁକୁ ଚିପୁଡ଼ିକି ରଖିଥିଲି, ତାକୁ ମଧ୍ୟ ସେଥିରେ ପକାଇ ଦେଇଛି। ଭଲ ଭାବରେ ଗୋଳେଇ ଦେଇ ସାରିଲା ପରେ ଆମେ ଗ୍ୟାସ୍କୁ ବନ୍ଦ କରିଦେବା। ଦେଖନ୍ତୁ ସୁପ୍ଟି ଆମର କେତେ ସୁନ୍ଦର ବହଳିଆ ହେଇଛି। ରହିଲି, ନମସ୍କାର।